ପର୍ଯ୍ୟନ୍ତ ଜଣାପଡ଼ିନି ଯେ ସେମାନେ କ'ଣ କହିବାକୁ ଚାହୁଁଛନ୍ତି, କ'ଣ କରିବାକୁ ଚାହୁଁଛନ୍ତି। ନିଶ୍ଚିନ୍ତ ରୂପେ ସେମାନଙ୍କ ଠାରୁ ଯାହା ଆଭାସ ମିଳୁଥିଲା ଯେ ସେମାନଙ୍କର କିଛି ରହିଛି ଯେଉଁ ତଥ୍ୟକୁ ସେମାନେ ଗୁପ୍ତ ଭାବରେ ଜଣାଇବାକୁ ପ୍ରୟାସ କରୁଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଯିଏ ତଦନ୍ତ କରୁଛନ୍ତି ବା ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ଯଦି ସେମାନଙ୍କ ପାଖରେ କିଛି ତଥ୍ୟ ଅଛି ତାହେଲେ ସେମାନେ ଦେଲେ କ୍ରାଇମବ୍ରାଞ୍ଚ ତାକୁ ଆଧାର କରିକି ପୁଣି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ। ଯଦି ସେମାନେ ଯେଉଁ ତଥ୍ୟ ଦେବେ କ୍ରାଇମବ୍ରାଞ୍ଚ ତାର ଉପଯୋଗୀ ବୋଲି ଭାବିବନି ବା ଫର୍ଦର ଇନଭେଷ୍ଟିଗେସନ୍ ଆବଶ୍ୟକତା ଅନୁଭବ କରିବନି, ତାହେଲେ ସିଏ କ୍ଲୋଜର କରିବେ। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା, ସିଏ ଯେଉଁ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଭେଟିବା ପାଇଁ କହୁଛନ୍ତି ବା ସମୟ ମାଗିଛନ୍ତି, ଯାହା ବି ହେଉ ସେ କ'ଣ ପାଇଁ ମାଗିଛନ୍ତି ତାହା ଜଣା ନାହିଁ, କିନ୍ତୁ ଆମେ ଭାବୁଛୁ ଯେ ଏଇ ଯେଉଁ ଘଟଣା ଘଟିଛି ତାରି ଉପରେ ବୋଧେ ସେ କିଛି ତଥ୍ୟ ଦେବେ। ଆଦରୁ ଯାହା ଅନୁମାନ କରାଯାଉଛି, ଯଦି ସେ କେସ୍ ସଂକ୍ରାନ୍ତରେ କିଛି ତଥ୍ୟ ଦେବାକୁ ଚାହୁଁଛନ୍ତି, ବୋଧହୁଏ ତାଙ୍କର ଅନ୍ୟ ଉପରେ ଭରସା ଆସୁନାହିଁ ଯେ ଯେଉଁ ତଥ୍ୟ ତାଙ୍କ ପାଖରେ ଅଛି ସେଇଟା ପ୍ରଘଟ ହୋଇଗଲେ ତାଙ୍କ ପାଇଁ କ୍ଷତି କୌଣସି ରକମ ହେବ। ଜୀବନ ପ୍ରତି କ୍ଷତି ହେଇପାରେ, ରାଜନୈତିକ କ୍ଷତି ହେଇପାରେ ବା କୌଣସି ରକମ ତାଙ୍କର ଆଶଙ୍କା ଯଦି ଥିବ। ତେଣୁ ସିଏ ସେଥିପାଇଁ ଚାହୁଁଛନ୍ତି ରାଜ୍ୟର ମୁଖିଆଙ୍କ ପାଖରେ ତାଙ୍କ କଥା କହିବେ। ଯଦି ମୁଖିଆ ଅନୁଭବ କରିବେ ତାହେଲେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ସେ ତାଙ୍କୁ ସେ ଅନୁପାତରେ ନିର୍ଦ୍ଦେଶ ଦେଇକରି ତଦନ୍ତ ପ୍ରକ୍ରିୟାଟା ଚାଲିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏଇ ପ୍ରକ୍ରିୟା ଚାଲିଲେ ଆଦରୁ କେତେ ଦୂର ଲାଭବାନ ହେବା, ସେଇଟା ହେଉଛି ବଡ଼ କଥା। ମୋତେ ଯାହା ଲାଗୁଛି ତ ହତ୍ୟାକାରୀ କିଏ ତାକୁ ପ୍ରୋଜେକ୍ଟ କରାଯାଇଛି ବା ତାକୁ ବର୍ତ୍ତମାନ ଚାର୍ଜସିଟ୍ ହେଇକି ତାର ବିଚାର ଚାଲିଛି। ବର୍ତ୍ତମାନ ଆଦେହରେ ଯାହାଙ୍କୁ ଯୋଡ଼ିବେ, ସେ ଯୋଡ଼ିବା ଲୋକଗୁଡ଼ିକ ହେଉଛନ୍ତି ଯେ ସେମାନେ ଆଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ବା ଆଙ୍କ ସହିତ ଅପରାଧିକ ମନ୍ତ୍ରଣା କରିଛନ୍ତି ବା ସେମାନେ ଆକୁ ହାୟାର କିଲର ହିସାବରେ ଯୋଗାଡ଼ କରିକି ମାରିଛନ୍ତି। ଯଦି ସେହି ତଥ୍ୟ କିଛି ଆସେ ତାଙ୍କ ପାଖରେ, ତାକୁ ଆଧାର କରିକି କ୍ରାଇମବ୍ରାଞ୍ଚ ତଦନ୍ତ କରିବ ଏବଂ ସେମାନଙ୍କର ସମ୍ପୃକ୍ତି ଅଛି କି ନାହିଁ ଜଣାପଡ଼ିବ ତଦନ୍ତ ପ୍ରକ୍ରିୟାରେ। କିନ୍ତୁ ଇଏ ସବୁ ଭିତରେ ଯେମିତି ଗୋଟେ କୁହେଳିକା ସୃଷ୍ଟି ହେଲା ଭଳିଆ ମୋତେ ଲାଗୁଛି। ସମୟ ବହୁତ ଅତିକ୍ରାନ୍ତ ହେଇଯାଇଛି। ମୁଁ ଭାବୁଛି ତାଙ୍କ ପରିବାର ଯଦି କିଛି ତଥ୍ୟ ଆଧାରରେ କେସ୍ରେ କିଛି ନୂଆ ଆଲୋକ ଦେବାକୁ ଚାହୁଁଛନ୍ତି ବା ନୂଆ ଢଙ୍ଗରେ ଆଉ କିଛି ତଦନ୍ତ ପ୍ରକ୍ରିୟା ଯିବାକୁ ସେମାନେ ତାଙ୍କ ପାଖରେ ତଥ୍ୟ ଅଛି, ତାହେଲେ ଆଉ ଡେରି ନ କରିକି ସେମାନେ ତାକୁ ସେୟାର କରନ୍ତୁ, ଆଇଦର କ୍ରାଇମବ୍ରାଞ୍ଚ ପାଖରେ ହେଉ ବା ସିଏ ଯାହା ଉପରେ ବିଶ୍ୱାସ ରଖିଛନ୍ତି ତାଙ୍କ ପାଖରେ ହେଉ ବା ମାନ୍ୟବର ହାଇକୋର୍ଟ ଉପରେ। ତାହେଲେ ଓଡ଼ିଶାର ଲୋକ ସତ୍ୟ କ'ଣ ଜାଣିବେ ଏବଂ ପ୍ରକୃତପକ୍ଷେ ଅପରାଧରେ ଅନ୍ୟମାନଙ୍କର ସଂଶ୍ଳିଷ୍ଟ ଅଛି କି ନାହିଁ ତାହା ଜଣାପଡ଼ିବ। ରିଓପନ୍ କଥା, ବର୍ତ୍ତମାନ କଥା ହେଉଛି କ୍ରାଇମବ୍ରାଞ୍ଚ ତାର ଶେଷ ଭାଗରେ ତଦନ୍ତ ପହଞ୍ଚିଥିଲା ଏବଂ ସେମାନଙ୍କୁ ଗୋଟେ ସୁଯୋଗ ଦେଇଥିଲା, ନୋଟିସ୍ ଦେଇଥିଲା ତାଙ୍କ ପରିବାର ଲୋକମାନଙ୍କୁ, ସେମାନେ ହାଜର ହେଇକି ତାଙ୍କର ଯାହା ଅଛି ନୂଆ କଥା ରଖିବା ପାଇଁ ବା ତାଙ୍କର ଯାହା ରହିଛି ସେ ତାକୁ ଦେବେ। କେତେ ଦୂର ଉପଯୋଗୀ ହେବ କ୍ରାଇମବ୍ରାଞ୍ଚ ପାଇଁ, ତଦନ୍ତ ପ୍ରକ୍ରିୟା କ'ଣ ହେବ, ସେ ତାଙ୍କର ସିଦ୍ଧାନ୍ତ ନେଇଥାନ୍ତି। କିନ୍ତୁ ସେମାନେ କ୍ରାଇମବ୍ରାଞ୍ଚ ପାଖରେ ହାଜର ହେଲେ ନାହିଁ। ତେଣୁ ଆଇନ ମନ୍ତ୍ରୀ ଯେଉଁ କଥାଟି କହୁଛନ୍ତି ଯେ ତଦନ୍ତ ସରିଯାଇଥିଲା, ଅଧିକ ତଦନ୍ତ ଚାଲିଥିଲା, ଗୋଟେ ଶାଖାରେ ଚାଲିଥିଲା, ସେ ତଦନ୍ତକୁ ଯଦି କିଛି ପ୍ରମାଣ ନ ମିଳିବ ତାହେଲେ ଅଟୋମେଟିକ୍ କ୍ଲୋଜ୍ ହେଇଯିବ। ଅନେକ ସମୟରେ ଅଛି କେତେକ ନଜିର ରହିଛି ଯେଉଁଠି ଦେଖାଯାଉଛି ଯେ ତରବରିଆ ହେଇକରି ଚାର୍ଜସିଟ୍ ହେଇଯାଉଛି, ବିଚାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଇଛି। ତାହେଲେ ଅନେକ କ୍ଷେତ୍ରରେ ନଜିର ରହିଛି ଯେ ମାନ୍ୟବର ସୁପ୍ରିମକୋର୍ଟ ବା ହାଇକୋର୍ଟ ପାଖରେ ଯଦି ନୂଆ ତଥ୍ୟ ସମ୍ବଳିତ ଜିନିଷ ଦିଆଗଲା ଏବଂ ସେମାନେ ଅନୁଭବ କଲେ ଇଏ ପ୍ରକୃତ ନ୍ୟାୟ ପ୍ରଦାନ କରିବା ପାଇଁ ଇଏ ତଥ୍ୟର ପୁଣି ପୂର୍ଣ୍ଣ ତଦନ୍ତ ହେବା କଥା, ସେମାନେ ଦେଇପାରିବେ। ଏ କଥା କିଛି ଆସୁନି, ଆମେ କେବଳ ଖାଲି ଏମିତି ଶୁଣୁଛେ ଯେ ଏଇଆ ହେବାକୁ ଯାଉଛି, ଏଇଆ କରୁଛନ୍ତି ଏବଂ ତା ଦେହରୁ ଆମେ ଗୋଟେ ମୋର ଏଇ ଆପଣମାନଙ୍କର ମାଧ୍ୟମରେ ଯେଉଁମାନେ ଏ ବିଷୟରେ କିଛି ତଥ୍ୟ କାହା ପାଖରେ ଅଛି ଯେଉଁଟା ତଦନ୍ତକୁ ପୂର୍ଣ୍ଣ ସାହାଯ୍ୟ କରିକି ସତ୍ୟର ଉନ୍ମୋଚନ ହେବ, ସେମାନେ ସିଧାସଳଖ କ୍ରାଇମବ୍ରାଞ୍ଚ କତିକି ଯାଆନ୍ତୁ ଏବଂ ତାଙ୍କୁ ସହଯୋଗ କରନ୍ତୁ। ତାହେଲେ ଓଡ଼ିଶାର ଲୋକ ପ୍ରକୃତ ଏ ସତ୍ୟକୁ ଜାଣିପାରିବେ।